ओम शांति। सद्ज्ञान द्वारा सद्बुद्धि प्राप्त करिबा वाला निराकार सत् पिता परमात्मांकर सत् ज्ञान को जीवन रे धारण करुथिबा बुद्धिमान आत्मा मानंकु संगम जुगर शुभ बेलारे शुभ अभिनंदन, शुभेच्छा, सुप्रभात, सुस्वागतम। वर्णित अछि कि गुरु बिना सदज्ञान काहू पाइबु अर्जुन। यह तो संपूर्ण सत्य। कौनसी भी विद्या आदि प्रदान करुथिबा व्यक्ति को शिक्षक बा गुरुंकर आख्या दिया जाइछि। वर्तमान समाज रे अनेक गुरु भिन्न भिन्न शिक्षा प्रदान करुछन्ति, किंतु जहा कुहा जाइछि अर्जुनंकु कि सद्ज्ञानर कथा ताहा केवल सद्गुरु ही देई पारिबे, जद्वारा मुक्ति आउ जीवन मुक्ति प्राप्त होइथाए। एही सद्ज्ञान अन्य कौनसी देहधारी गुरु गोसेई साधु संत केही भी देई परिबे नाही। सेथिपाई गीतारे उल्लेख अछि कि यदा यदा हि धर्मस्य ग्लानिर्भवति भारते, तेणु स्वयं सद्ज्ञानदाता सद्गुरु निराकार परमात्मा को एई कलिजुगी धर्मग्लानिर समय रे अवतरित हेबाकु ही पड़ी थाए। सद्ज्ञान द्वारा आत्मारूपी अर्जुन मानंकु सद्ज्ञान प्रदान करी सद्गति प्राप्त करेइबा पाई। सेथिपाई स्नेहरे कहुछंती, हे आत्मिक संतान माने तुमकु एबे आसुरी अवगुण छाड़ी ईश्वरीय गुण धारण करने हेब। शिव बाबांक ठारू 21 जन्मर स्वराज्य नेबाकु हेब, अर्थात सत्य आउ त्रेतया दुई जुगरे संपूर्ण सुख शांतिर संपत्ति को प्राप्त करने हेब। बाबा कहउछंती, एई अविनाशी सृष्टि नाटक रे मोर अभिनय हेउछि समस्त आत्मा मानंकु ज्ञान ओ जोगर शिक्षा देबा पाई। मोर संतान हिसाब रे तुम संतान मानंकु मध्य एही अभिनय बा कर्तव्य करिबा आवश्यक। सारा विश्व जहा एबे पतित तम प्रधान ही जाइछि, तत्व सहित सबु किछि को पवित्र करिवार सेवा करिबाकु हेबो। एबे तुम ईश्वरीय संतान मानंकर मुख्य धंदा हेउछि आध्यात्मिक सेवा करिबा। केही केही संतान एभली सेवाधारी सेवा प्रति एते समर्पित जे समय अनुसारे शरीर छाड़िला परे मध्य पुनः जन्म नेई छोट अवस्थारू सेवारे लागी जाउछंती, जेहेतु सेही संस्कार साथी रे नहीं जाइथांती। दिन को दिन तुमर सेवा आहुरी बढ़ी चलिब। शेषरे समस्तंक मुखरु बाहरिब, प्रकृतरे एबे भगवान आसी जाइछंती, अर्थात तुम संतान मानंक द्वारा विश्व पितांकर प्रत्यक्षता ही जीव। जेतेबेले सर्वधर्मर मुख्य माने विश्व नेतृवृंद एहाकु मध्य बुझी जिवे। आपण मानंक स्मरण पाई पुनः स्मृति देउछि कि महामहिम राष्ट्रपति श्रीमती द्रौपदी मुर्मू जेतबळे पुत्र शोकरे अभिभूत होई
ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ଏବଂ ଆଧ୍ୟାତ୍ମିକତାର ସାହାରା ଖୋଜୁଥିଲେ, ସେତେବେଳେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତାଙ୍କୁ ଆଧ୍ୟାତ୍ମିକ ଜ୍ଞାନ ଓ ରାଜଯୋଗର ଶିକ୍ଷା ଦେଇ ଜୀବନର ବାସ୍ତବିକତାକୁ ଉପଲବ୍ଧି କରାଇ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଦୃଢ଼ କରାଇଥିଲେ। ଯେଉଁ ଜ୍ଞାନକୁ ସେ ଆଜି ପର୍ଯ୍ୟନ୍ତ ନିଜ ଜୀବନରେ ଧାରଣ କରି ଈଶ୍ୱରୀୟ ମର୍ଯ୍ୟାଦାକୁ ପାଳନ କରି ସେହି ଅନୁସାରେ ନିଜର ଶାନ୍ତ ସରଳ ନିଷ୍କପଟ ଜୀବନକୁ ଜନସେବାରେ ଉତ୍ସର୍ଗୀକୃତ କରିଦେଇଛନ୍ତି। ଭଗବାନ କହୁଛନ୍ତି, ଅମୃତ ବେଳା ବା ବ୍ରାହ୍ମ ମୁହୂର୍ତ୍ତରେ ଉଠି ନିରାକାର ପିତାଙ୍କୁ ସ୍ନେହର ସହିତ ମନେ ପକାଇ ଆତ୍ମ ଅଭିମାନୀ ହେବାର ପରିଶ୍ରମ କରିବାକୁ ହେବ। କାରଣ ଏବେ ଆମ ସମସ୍ତ ଆତ୍ମାମାନଙ୍କୁ ଏ ଶରୀରଠାରୁ ଅଲଗା ହୋଇ ଆତ୍ମିକ ଘର ପରମଧାମକୁ ଯିବାକୁ ହିଁ ହେବ। ଯୋଗ ବଳ ଦ୍ୱାରା ବିକର୍ମ ରୂପୀ କଳଙ୍କିକୁ ଛଡ଼େଇବାକୁ ହେବ। ସେଥିପାଇଁ ଘର ଗୃହସ୍ଥରେ ରହି ପଦ୍ମ ଫୁଲ ସମାନ ପବିତ୍ର ହେବାର ପୁରୁଷାର୍ଥ କରିବା ଦରକାର। ଯେପରି ଡାକ୍ତର ରୋଗୀର ନାଡ଼ି ଦେଖି ଔଷଧ ଦେଇଥାନ୍ତି, ସେହିପରି ତୁମ ସନ୍ତାନମାନଙ୍କୁ ପାତ୍ର ଦେଖି ଜ୍ଞାନ ଦାନ କରିବା ଆବଶ୍ୟକ। ଅପାତ୍ରରେ ଦାନ କରିବା ଅନୁଚିତ। ଶିବ ବାବା କହୁଛନ୍ତି, ଶିକ୍ଷକ ହେବା ସହିତ ଦୟାଶୀଳ ଭାବନା ଦ୍ୱାରା କ୍ଷମାଭାବ ଆଚରଣ କରୁଥିବା ମାଷ୍ଟର ଦୟାର ସାଗର ହୁଅ। ତେବେ ସମସ୍ତଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ ହୋଇଯିବ। ନିଜର ଦୟାଶୀଳ ଭାବନା ଦ୍ୱାରା ଅନ୍ୟକୁ କ୍ଷମା କରିଦିଅ। ଯେଉଁ କ୍ଷମା ପ୍ରାପ୍ତ କରିଥିବା ବ୍ୟକ୍ତିଙ୍କ ପାଇଁ ଶିକ୍ଷା ପାଲଟିଯିବ। ଏବେଠାରୁ ଆଶୀର୍ବାଦର ସଂସ୍କାର ଏପରି ପକ୍କା ହେଇଯାଉ, ଯାହାକି ତୁମର ସତ୍ୟଯୁଗୀ ଦେବୀ ଦେବତା ରୂପର ଜଡ଼ ମୂର୍ତ୍ତି ବା ଜଡ଼ ଚିତ୍ରଠାରୁ ଭକ୍ତି ମାର୍ଗରେ ଭକ୍ତମାନେ ଆଶୀର୍ବାଦ ନେବା ପାଇଁ ଆତୁର ହେବେ, ଆଶାୟୀ ହେଇ ରହିବେ। ପରମାତ୍ମାଙ୍କର ଆଶୀର୍ବାଦରେ ଯେଉଁମାନଙ୍କର ବୁଦ୍ଧି ରୂପକ ଝୁଲି ଭରପୁର ରହିଥିବ ବା ଯେଉଁମାନେ ପରମାତ୍ମାଙ୍କର ଆଶୀର୍ବାଦରେ ନିଜକୁ ଭରପୁର କରି ରଖିଥିବେ, ସେମାନଙ୍କ ନିକଟକୁ ମାୟା ଆସିପାରିବ ନାହିଁ। ସର୍ବଦା ସୁରକ୍ଷିତ ହେଇ ରହିବେ। ଯେପରି ମହାଭାରତରେ ବା ରାମାୟଣରେ ଆମେ ଦେଖିଛେ, ଆସୁରୀ ଶକ୍ତି ଯେତେବେଳେ ଦୈବୀ ଶକ୍ତି ଉପରେ ଆକ୍ରମଣ କରୁଥିଲେ, ରାମଚନ୍ଦ୍ର ନିଜର ଚତୁଃପାର୍ଶ୍ୱରେ ସୁରକ୍ଷାର ପବିତ୍ରତାର ବଳୟ ସୃଷ୍ଟି କରୁଥିଲେ। ଠିକ୍ ସେହିଭଳି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ଆମେ ସମସ୍ତେ ଏକତ୍ରିତ ହେବା। ସେହି କଲ୍ୟାଣକାରୀ ପରମାତ୍ମାଙ୍କର କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରିବା, ନିଜ ଜୀବନରେ ଧାରଣ କରିବା, ନିଜକୁ ଦୈବୀ ଗୁଣ ସମ୍ପନ୍ନ କରାଇ ସମ୍ପୂର୍ଣ୍ଣ ପବିତ୍ର ପରିବର୍ତ୍ତନ କରାଇ ସାରା ବିଶ୍ୱକୁ ମଧ୍ୟ ପରିବର୍ତ୍ତନ କରିବାର ସେବା କରି ଚାଲିବା।
ओम शांति। ओम शांति। ओम शांति।